ମାଡ଼ି ଆସୁଛି ଭୟଙ୍କର ବାତ୍ୟା। ଗୋଟିଏ ନୁହେଁ ବଙ୍ଗୋପସାଗର ସୃଷ୍ଟି ହେଲାଣି ଦୁଇଟି ଲଘୁଚାପ। ପୁଣି ଘାରିଲାଣି ବାତ୍ୟା ଆଶଙ୍କା। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଓଡ଼ିଶା, ଆନ୍ଧ୍ର ନା ତାମିଲନାଡୁ? କେଉଁଠି ହେବ ମାଡ଼? ବାତ୍ୟା ଆଶଙ୍କାରେ ଚିନ୍ତାରେ ଚାଷୀକୂଳ। ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେଉଥିବା ବେଳେ ମାଲେସିଆ ଓ ସଂଲଗ୍ନ ମାଲାକ୍କା ପ୍ରଣାଳୀ ଉପରେ ଆଜି ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତନଠାରୁ 7.6 କିମି ଉଚ୍ଚତାରେ ରହିଛି। ଏହା ଧୀରେ ଧୀରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଘନୀଭୂତ ହୋଇ ମଙ୍ଗଳବାର ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ନିଜ ଯାତ୍ରା ଜାରି ରଖିବା ସହ ଆହୁରି ଘନୀଭୂତ ହେବ ଏବଂ ପରବର୍ତ୍ତୀ 48 ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ IMD ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କ'ଣ ରହିବ ସେ ନେଇ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ। ସେପଟେ ଚିନ୍ତା ବଢ଼ାଇଛି ବଙ୍ଗୋପସାଗରର ଦୁଇଟି ସିଷ୍ଟମ। ଗୋଟିଏ ଦାନା ବାନ୍ଧୁଥିବା ବେଳେ ଆଉ ଗୋଟିଏ ନେଇ ଏବେ ଚାଲିଛି ତର୍ଜମା। ଶ୍ରୀଲଙ୍କା ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। 24 ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ବଙ୍ଗୋପସାଗର ତତ୍ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ କ'ଣ ରହିବ ଗତିପଥ? ଓଡ଼ିଶାରେ କିପରି ପ୍ରଭାବ ପକାଇବ ଏହି ଶୀତକାଳୀନ ସାଇକ୍ଲୋନ? ଏନେଇ ବିଭିନ୍ନ ଆଲୋଚନା ବଢ଼ିଥିବା ବେଳେ IMD ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ତେବେ ଅନ୍ୟ ଏକ ସିଷ୍ଟମ ଅବପାତରେ ପରିଣତ ହେବାର 48 ଘଣ୍ଟା ଭିତରେ ଏହା ବାତ୍ୟାର ରୂପ ନେବ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଏହାର ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ବଙ୍ଗୋପସାଗରରେ ସୃଷ୍ଟି ଏହି ବାତ୍ୟାର ନାଁ ସୋନାର। ଆସନ୍ତା 26 ଏବଂ 27 ତାରିଖ ବା ବୁଧବାର କିମ୍ବା ଗୁରୁବାର ସୁଦ୍ଧା ଏହା ବାତ୍ୟାର ରୂପ ଧାରଣ କରି ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିପାରେ। ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିନପାରେ। ତଥାପି 48 ଘଣ୍ଟା ପରେ କିଛି ସ୍ଥାନରେ ମେଘୁଆ ପାଗ ରହିବ ଏବଂ 2ରୁ 3 ଡିଗ୍ରୀ ଯାଏଁ ତାପମାତ୍ରା ଖସିବ ବୋଲି କହିଛି ପାଣିପାଗ ବିଭାଗ, ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀକୂଳ। ବର୍ତ୍ତମାନ କ୍ଷେତରେ ସୁନାର ଫସଲ ହସୁଥିବା ବେଳେ ଏହି ଶୀତକାଳୀନ ସାଇକ୍ଲୋନ ଚିନ୍ତା ବଢ଼ାଇ ଦେଇଛି। ଯଦିଓ ବାତ୍ୟା ଆଶଙ୍କା ଟଳି ଯାଉଛି, ତଥାପି ଧାନ ଅମଳ ସମୟରେ ଯଦି ଏବେ ବର୍ଷା ଟିକକ ବି ହୁଏ, ଏହା ବର୍ଷକର ପରିଶ୍ରମକୁ ପାଣିରେ ବୁହାଇ ଦେବ।